ଆପଣ ଯଦି IBPS ବ୍ୟାଙ୍କରେ ଚାକିରି କରିବାକୁ ଚାହୁଁଛନ୍ତି ତାହେଲେ IBPS ବ୍ୟାଙ୍କର ଗୋଟେ ବଡ଼ ଭ୍ୟାକେନ୍ସି ବାହାରିଛି। କ୍ଲର୍କ ଭ୍ୟାକେନ୍ସି 2024ରେ 6128ଟି ପୋଷ୍ଟ ବାହାରିଛି। ଆପଣ ଅଫିସିଆଲ ୱେବସାଇଟ୍ ibpsbank.in କୁ ଯାଇ ଆବେଦନ କରିପାରିବେ। 6128ଟି ପୋଷ୍ଟ ବାହାରିଛି। ତାହେଲେ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। 1 ଜୁଲାଇ 2024ରେ ଅନଲାଇନ୍ ଆବେଦନ ପ୍ରକ୍ରିୟା ଶେଷ ହେବ 11 ଜୁଲାଇ 2024ରେ। ପରୀକ୍ଷା ହେବ 12 ଅଗଷ୍ଟରୁ 17 ଅଗଷ୍ଟ 2024ରେ। ତାହେଲେ ଖାଲି ଥିବା ମୋଟ ପଦବୀ ହେଉଛି 6128ଟି ପଦବୀ। ଶିକ୍ଷାଗତ ଯୋଗ୍ୟତା ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ୍ କମ୍ପ୍ଲିଟ୍ କରିଥିବା ଦରକାର। ଆପଣ ଯଦି +3 କମ୍ପ୍ଲିଟ୍ କରିଛନ୍ତି ତାହେଲେ ଏଠାରେ ଆବେଦନ କରିପାରିବେ। ବୟସ ସୀମା ଆପଣମାନଙ୍କର ବୟସ ସୀମା 20 ବର୍ଷ ହୋଇଥିବା ଦରକାର। ସର୍ବନିମ୍ନ ଆଉ ସର୍ବାଧିକ 28 ବର୍ଷ ହୋଇଥିବା ଦରକାର। ଯଦି ସର୍ବାଧିକ ବୟସ 28 ବର୍ଷ ଆଉ ସର୍ବନିମ୍ନ ବୟସ 20 ବର୍ଷ ହୋଇଥିବ ତାହେଲେ ଆପଣ ଏଠାରେ ଆବେଦନ କରିପାରିବେ। ଆପଣଙ୍କର ଦରମା କେତେ ରହିବ? ଏଠାରେ ଦରମା ରହିବ 29,000 ଟଙ୍କା ପର୍ ମନ୍ଥ। ପ୍ରତ୍ୟେକ ମାସ 29,000 ଟଙ୍କା ଆପଣ ଦରମା ପାଇବେ। ଆବେଦନ ଶୁଳ୍କ ଆପଣ ଆବେଦନ କରିବା ପାଇଁ କେତେ ପଇସା ଦେବାକୁ ପଡ଼ିବ? ତାହେଲେ ସାଧାରଣ ବର୍ଗ ଯେଉଁଟାକି ଆମର ଜେନେରାଲ କାଟେଗୋରୀ, OBC ଆଉ EWS ପାଇଁ 850 ଟଙ୍କା, ST SC PWBD ପାଇଁ 175 ଟଙ୍କାରେ ଆପଣମାନେ ଆବେଦନ କରିପାରିବେ। ତାହେଲେ ଚୟନ ପ୍ରକ୍ରିୟା ପ୍ରାରମ୍ଭିକ ପରୀକ୍ଷା ଗୋଟେ ହେବ, ଆଉ ଗୋଟେ ମୁଖ୍ୟ ପରୀକ୍ଷା ହେବ, ଆଉ ମେଡ଼ିକାଲ ଟେଷ୍ଟ ହେବ। 3ଟି ଚୟନ ପ୍ରକ୍ରିୟାରେ ଆପଣମାନଙ୍କୁ ସିଲେକ୍ସନ୍ କରିବେ। ଆଉ ଡକ୍ୟୁମେଣ୍ଟ ଯାଞ୍ଚ ବି ନିହାତି ହେବ। ଡକ୍ୟୁମେଣ୍ଟ ଆପଣମାନଙ୍କର କ'ଣ ସବୁ ଡକ୍ୟୁମେଣ୍ଟ ଦେଇଥିବେ ସେଇ ଡକ୍ୟୁମେଣ୍ଟ ବ୍ୟାଙ୍କରେ ସେ ଡକ୍ୟୁମେଣ୍ଟ ମାନେ ଯେଉଁ ଡକ୍ୟୁମେଣ୍ଟ ଦେଇଛନ୍ତି ସେ ଡକ୍ୟୁମେଣ୍ଟକୁ ଯାଞ୍ଚ କରିବେ। ତାହେଲେ ଅଂଶଗ୍ରହଣକାରୀ ବ୍ୟାଙ୍କ କେଉଁ ବ୍ୟାଙ୍କରେ ଆପଣମାନଙ୍କର ପୋଷ୍ଟ ବାହାରିଛି ଦେଖନ୍ତୁ। କେଉଁ ବ୍ୟାଙ୍କରେ ସବୁ ପୋଷ୍ଟ ବାହାରିଛି? 11ଟି ବ୍ୟାଙ୍କରେ ପୋଷ୍ଟ ବାହାରିଛି। ଗୋଟେ ହେଲା ବ୍ୟାଙ୍କ ଅଫ୍ ବରୋଦା, କାନାରା ବ୍ୟାଙ୍କ, ଓଭରସିଜ୍ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଇଣ୍ଡିଆ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର, ଇଣ୍ଡିଆନ ବ୍ୟାଙ୍କ ପଞ୍ଜାବ ଏବଂ ସିନ୍ଧ ବ୍ୟାଙ୍କ। ଏହିସବୁ ବ୍ୟାଙ୍କରେ ଆପଣମାନଙ୍କର ଟୋଟାଲି ପୋଷ୍ଟ ବାହାରିଛି। 6000ଟି ପୋଷ୍ଟ ବାହାରିଛି। ଆପଣମାନେ ଚାହିଁଲେ ଏଠାରେ ଆବେଦନ କରିପାରିବେ। କିପରି ଆବେଦନ କରିବେ ଦେଖନ୍ତୁ। ଅଫିସିଆଲ ୱେବସାଇଟ୍ ibps.in କୁ ଯାଆନ୍ତୁ ଆଉ ସେଠାରେ ଆପ୍ଲାଏ କରନ୍ତୁ। CRP କର୍କ XIB ଉପରେ କ୍ଲିକ୍ କରନ୍ତୁ। ଆବେଦନ କରିବାକୁ ଲିଙ୍କ ଉପରେ କ୍ଲିକ୍ କରନ୍ତୁ। ନିଜକୁ ପଞ୍ଜୀକୃତ କରନ୍ତୁ ଏବଂ ଲଗ୍ଇନ୍ ପରିଚୟପତ୍ର ଏଣ୍ଟ୍ରି କରନ୍ତୁ। ଲଗ୍ଇନ୍ କରନ୍ତୁ ଏବଂ ଆବେଦନ ଫର୍ମ ପୂରଣ କରନ୍ତୁ। ସ୍କାନ୍ ହୋଇଥିବା ଡକ୍ୟୁମେଣ୍ଟ ଅପଲୋଡ଼ କରନ୍ତୁ। ଆବେଦନ ଶୁଳ୍କ ଦିଅନ୍ତୁ। ଆବେଦନ ଫର୍ମ ଡାଉନଲୋଡ୍ କରନ୍ତୁ ଏବଂ ଏକ ପ୍ରିଣ୍ଟ ଆଉଟ୍ କାଢ଼ି ନିଅନ୍ତୁ। ଏହିପରି ଜବ୍ ଇନଫର୍ମେସନ୍ ଜାଣିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଓ ପାଖରେ ଥିବା ନୋଟିଫିକେସନ୍ ବେଲକୁ କ୍ଲିକ୍ କରିଦିଅନ୍ତୁ ଏବଂ ନିଜର ଫ୍ରେଣ୍ଡ ସାଙ୍ଗସାଥୀମାନଙ୍କୁ ସେୟାର କରନ୍ତୁ। ସେମାନେ ବି ଜବ୍ ବିଷୟରେ ଜାଣିପାରିବେ।